ଯେମିତି ଚାହୁଁଛି ଅଖାରେ ବସେଇକି ଛୋଟବେଳେ ସବୁ ଏମିତି ଆଗେ ଆମେ ଖେଳୁଥିଲୁ। ସାଙ୍ଗମାନେ ମୋର ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମ ବାଡ଼ିରେ ପଣସ କେଉଁ ଭଳିଆ ହେଇଛି ଆପଣମାନଙ୍କୁ ଦେଖେଇବି। ପଣସ ସମୟ ଆସି 10:30 ଭଳିଆ ହେଇଗଲାଣି। ବର୍ତ୍ତମାନ କୋଚିଂରୁ ଆସି ପହଞ୍ଚିଲା। ମୁଁ ଖାଇନଥିଲି, ତାକୁ ଅପେକ୍ଷା କରିଥିଲି। ସେ ଆସିଲା, ଆମେ ସାଙ୍ଗ ହେଇକି ଖାଉଛୁ। ରୁଟି ଝୁଡ଼ଙ୍ଗ ଆଳୁ ଭାଜୁଛି, ତଡ଼କା ବି କରୁଛି। ସବୁ ଖାଇ ଦେଇକି ତାପରେ କାମ ସାରି ପୁଣି ରୋଷେଇବାସରେ ବ୍ୟସ୍ତ ରହିବି। ସାଙ୍ଗମାନେ ପୁଅ ଯାଇଥିଲା ମାର୍କେଟରେ ଅଳ୍ପ କିଛି ପରିବା ନେଇ ଆସିଲା, କାରଣ ଭଲ ପରିବା ଏବେ ମିଳୁନି। ଯାଜପୁରରେ ଆମର ଏ ଯେଉଁ ହଇଜା ପାଇଁ ପରିବା ଭଲ ମିଳୁନି, ଯେମିତି ମାନେ କାମ ଚଳିବାକୁ ନେଇ ଆସିଲା ଆଉ। ବର୍ଷା ଦିନ ବୋଲି କେତେ ସୁନ୍ଦର ଫୁଲ ଫୁଟୁଛି, ଗଛରେ ପୁରା ଭର୍ତ୍ତି ହେଇଯାଇଛି ଫୁଲ। ଆଉ ଗୋଟେ ପିଲା ଆଉ ଆମ ଯେମିତି ଚାହୁଁଛି ଅଖାରେ ବସେଇକି ଛୋଟବେଳେ ସବୁ ଏମିତି ଆଗେ ଆମେ ଖେଳୁଥିଲୁ। ସଚିନ ଚାହୁଁଛୁ ଆମ ନନ୍ଦୁଲକୁ ଦେଖନ୍ତୁ, ଆର ମଜା ଅଲଗା ପ୍ରକାର ମଜା। ସାଙ୍ଗମାନେ କେଉଁ ଭଳିଆ ପଣସ ହେଇଛି। ପଣସ ଏବେ ପାଚିନି, ରଜ ଗଲାଣି ପାଚିନି, ପାଚୁ ପାଚୁ ଆହୁରି 15 ଦିନ। ଓହଳିଆ ବଡ଼ ବଡ଼ ପଣସ ହେଇଛି। କଠାଟା ଖାଇବାକୁ ଭାରି ଆର ଟେଷ୍ଟ, ପାଚିଲେ ଏତେ ଭଲ ଲାଗେ ନା। ଓଧ ପ୍ରାୟ ଖାଇଦିଏ, ଓଧ ପ୍ରାୟ ପଣସକୁ ଖାଇଦିଏ। ଛୋଟଟି ହେଇଥିଲା ତଳେ, ତାକୁ ଖାଇଦେଇଛି। ଅପରାଜିତା ଫୁଲ କେତେ ସୁନ୍ଦର ଫୁଟିଛି। ଏଇଟା ହେଉଛି ଧଳା ବାଇଗଣୀ ମିଶା, ବଢ଼ିଆ ବାଗି ଫୁଟିଛି। ଏଇଟା ହେଉଛି କେବଳ ବ୍ଲୁ କଲର୍ର, ଥୋପାର ଅଛି ଆହୁରି ବଡ଼ ବଡ଼, ଫୁଟିନି। କେମିତି ସୁନ୍ଦର ସୁନ୍ଦର ଫୁଲ ଫୁଟିଛି ଦେଖନ୍ତୁ। ଆଜି ବନେଇବା ଚିକେନ ବିରିୟାନୀ। ଏକରେ ପିଆଜ ଭଜା ହେଉଛି, ଏକରେ ପାଣି ଗରମ ହେଉଛି ରାଇସ୍ ପାଇଁ। ଦେଖନ୍ତୁ ସାଙ୍ଗମାନେ, ଆମ ବିରିୟାନୀ ହାଣ୍ଡି ଖୋଲା ହେଉଛି, ମାମା ଖୋଲୁଛନ୍ତି। ବିରିୟାନୀ ଖୋଲା ଅଛି। ଏଇ ଦେଖନ୍ତୁ କେତେ ସୁନ୍ଦର ଧୂଆ ମାରିଗଲା। ମାମା ବର୍ତ୍ତମାନ ବିରିୟାନୀକୁ କାଢୁଛନ୍ତି। ଏଇ ଦେଖନ୍ତୁ ରାଇସ୍ ପୁରା ଖିଲା ଖିଲା। ହଁ, ଏଇଥରକ ରାଇସ୍ ଟା ପୁରା ପରଫେକ୍ଟ ହେଇଯାଇଛି। ଏଇ ହଁ ଦେଖିଲ, ଏଇଥରକ ଅଟା ଠିକ ଛାଡିଛି, ସିଝିଛି। ବିରିୟାନୀ ବାଲା ମାମା ଦେଖନ୍ତୁ, ବିରିୟାନୀ ଖୋଲା ହେଲା, ହେଇ ବାହାରୁଛି ଧୀରେ ଧୀରେ। ଏଇଟା ହଉଛି ତା ଫଳ, ବିରିୟାନୀ ରାଇତା ମାମା ବନେଇଛନ୍ତି। ଦେଖନ୍ତୁ ବିରିୟାନୀ ପୁରା ରେଡି ହେଇଯାଇଛି, ବାହାରୁଛି ପୁରା। ହଁ, ଏଇ ଲେଗ ପିସ୍ ଆଇଲା। ବଢିଆ ଦେଖାଯାଉଛି, ପୁରା ଦେଶୀ ବିରିୟାନୀ। ଦେଖନ୍ତୁ ମାମା ଏତେ ରାନ୍ଧିଲା ପରେ ଆରମ୍ଭ କରେ ନିଜେ ଖାଇଲେ। ମାମା କୋଳା ଲାଗୁଛି, ବଢିଆ ଲାଗୁଛି, କଚୁମଟା ଟେଷ୍ଟ ଲାଗୁଛି। ଦେଖନ୍ତୁ ସାଙ୍ଗମାନେ, ସନ୍ଧ୍ୟାରେ ପୁଅକୁ ଭୋକ ଲାଗିଲା, ହେଲେ ମାମା କ'ଣ ଖାଇବି, ଟିକେ ଚାଉମିନ ବନେଇଦେଲି। ସେଥିର ଚାଉମିନ ବସି ଖାଉଛି। ମୁଁ ବି ଟିକେ ଖାଇଦେବି, ଖାଇ ଦେଇକରି ମୁଁ ଚା ଟିକେ ପିଇବି। ତାପରେ ପୁଅ ତାର ବସି ପଢ଼ାପଢ଼ି କରିବ। ଏହା ସବୁ ଚାଲିଛି ଆଉ।